ନିହାତି ଭାବରେ ଏଇଟା ଗୋଟେ ନିନ୍ଦନୀୟ ଘଟଣା। ସର୍ବସାଧାରଣ ଗୋଟେ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଗୋଟେ ବିଧାୟକ ଏଇପରି ଗୋଟେ ବ୍ଲାକ୍ ଫାୟାରିଂ କରିବା ତ କେଉଁ ଉଦ୍ଦେଶ୍ୟ ନେଇକି ବ୍ଲାକ୍ ଫାୟାରିଂ କଲେ? ଯେତେବେଳେ ତାଙ୍କୁ କିଏ ଆଟାକ୍ କରୁଛୁ କିମ୍ବା ସଂଘବଦ୍ଧ ଭାବରେ କୌଣସି ଗୋଟେ ଅପ୍ରୀତିକର ଘଟଣା ସେ ଘଟୁଛି ସେଠି ଲୋକଙ୍କୁ ଭଗାଇବା ପାଇଁ ସେ କରାଯାଏ। ଆଉ ଯେଉଁ ମାନେ ଆମକୁ ଗନ୍ର ଲାଇସେନ୍ସ ଦିଆଯାଉଛି ବିଧାୟକମାନଙ୍କୁ ହୁଅନ୍ତୁ କିମ୍ବା ଭିଆଇପିମାନଙ୍କୁ ନିଜର ଆତ୍ମସୁରକ୍ଷା ପାଇଁ। କିନ୍ତୁ ଆମେ ଯେଉଁ ଦେଖୁଛୁ ସେଠି ଗୋଟେ ପ୍ରସେସନ୍ ଚାଲିଛି ରାମନବମୀଙ୍କ ଉଦ୍ଦେଶ୍ୟରେ। ଆଉ ସେତେବେଳେ ସେ କେଉଁ ଉଦ୍ଦେଶ୍ୟ ନେଇକରି ସେ ବ୍ଲାକ୍ ଫାୟାରିଂ କଲେ ଏବଂ ବ୍ଲାକ୍ ଫାୟାରିଂ କଲା ପରେ ଗୋଟେ ନିର୍ଦ୍ଦୋଷ ତାଙ୍କର ପିଏସ୍କୁ ସସ୍ପେଣ୍ଡ କରିବା କେତେ ଯୁକ୍ତିଯୁକ୍ତ? ସରକାର ସେଇ ବିଧାୟକଙ୍କୁ କୈଫତ ମାଗିବା କଥା, ନୋଟିସ୍ କରିବା କଥା ଯେ କେଉଁ ପରିସ୍ଥିତିରେ ତୁମେ ବ୍ଲାକ୍ ଫାୟାରିଂ କଲ। ସେୟା ନ କରିକିରି ଗୋଟେ ପିଏସ୍କୁ ଯଦି ସସ୍ପେଣ୍ଡ କରିଦେବ ଏଥିରୁ କ'ଣ ବାର୍ତ୍ତା ଯାଉଛି? ତାମାନେ ଯେହେତୁ ସରକାରୀ ଦଳର ବିଧାୟକ ସିଏ, ସରକାର ଚାହୁଁଛନ୍ତି ଯେ ଆମେ ବିଧାୟକ ଆରୋପ ନ କରିକିରି ତାଙ୍କୁ ପିଏସ୍କୁ କିଛି ସସ୍ପେଣ୍ଡ କରିଦେଲେ ଲୋକଙ୍କର ଯେଉଁ ଚିନ୍ତାଧାରା ଅଛି ସେ ମାଇଣ୍ଡ ସେଟ୍ଟାକୁ ଡାଇଭର୍ଟ କରିବା ପାଇଁ ସବୁବେଳେ ବିଜେପି ଦଳର ନେତା ଏବଂ ସରକାର ମଧ୍ୟ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରକୃତ ଯେ ଏଇ ଘଟଣାଟା ଘଟେଇଲା ଯେ ବି ହୁଅନ୍ତୁ ନା କାହିଁକିନା ମୁଁ ଗୋଟେ ବିଧାୟକ, ସେ ମୋତେ ଗୋଟେ ବିଧାୟକ, ଆମେ ଯେହେତୁ ଗୋଟେ ଭୁଲ ସମସ୍ତଙ୍କ ପାଇଁ ଗୋଟେ ଭୁଲ, ଆମେ ଆତ୍ମରକ୍ଷା ପାଇଁ ଗୋଟେ ପିସ୍ତଲ ଧରିଥିବା ଏବଂ ସର୍ବସାଧାରଣ ଯଦି ସମ୍ମୁଖରେ ଯେହେତୁ ଆମେ ଲୋକପ୍ରତିନିଧି ଜଣେ ହେଇକରି ଏଇ ପ୍ରକାର ଯଦି ଭୁଲ କରିବ ତାପରେ ସାଧାରଣ ଜନତା କ'ଣ କରିବେ?